ଏବେ ତ ଆମେ ଜାଣିଗଲେ ଯେ ଡାଇରିଆର ଚିକିତ୍ସା ସରଳ ଚିକିତ୍ସା ହେଉଛି ଯେ ପ୍ରଥମେ ORS ଦ୍ରବଣ ଦେବା ଏବଂ ଆମେ ହାଇଜିନ୍ ମେଣ୍ଟେନ୍ କରିବା। ଏଇଟା ହେଉଛି ତା'ର ପ୍ରାଥମିକ ଚିକିତ୍ସା ଏବଂ ତାପରେ ଯଦି ଶିଶୁଟି ଡାଇରିଆ ମୁକ୍ତ ନ ହେଉଛି ତାହେଲେ ଆମେ ହସ୍ପିଟାଲକୁ ନେବା ବା ତା'ର ଯଦି ସିଭିୟର କଣ୍ଡିସନ୍ ଅଛି ବା ବିପଦ ଲକ୍ଷଣ ଯାହା ସବୁ ଅଛି ଆମେ ସେଇ ବିପଦ ଲକ୍ଷଣ ଯଦି ଅନୁଭବ କରୁଛନ୍ତି ତାହେଲେ ଆମେ ଶିଶୁକୁ ତୁରନ୍ତ ଆମେ ଚିକିତ୍ସାଳୟକୁ ନେବା ଏବଂ ଡାକ୍ତରଙ୍କ ସହିତ ପରାମର୍ଶ କରିବା। ତ ଏଇ ORS ଦ୍ରବଣ କେମିତି ପ୍ରିପାରେସନ୍ କରିବା ବା କେମିତି ତିଆରି କରିବା ବି ଜାଣିଲେ। ବର୍ତ୍ତମାନ ଦେଖିବା ଯେ ORS କେଉଁ ବୟସର ପିଲାଙ୍କୁ ଆମେ କେତେ ORS ଦେବା କଥା। ତ ORSର ମାତ୍ରା ପିଲାମାନଙ୍କର ବୟସ ଅନୁସାରେ ପ୍ରତିଥର ତରଳ ଝାଡ଼ା ହେବା ପରେ ଦିଆଯିବ। ତ 2 ମାସରୁ କମ୍ ବୟସର ଶିଶୁ ପାଇଁ ଆମେ ଆଲୋଚନା କରିଥିଲେ ଯେ 6 ମାସ ପର୍ଯ୍ୟନ୍ତ କେବଳ ଛୁଆଙ୍କୁ କେବଳ ମା' କ୍ଷୀର ହିଁ ଦିଆଯିବ। ତା ଛଡ଼ା ଆଉ ବାହାର ଖାଦ୍ୟ କିଛି ଦେବା ନାହିଁ। କିନ୍ତୁ ଯଦି ଶିଶୁ ଅସୁସ୍ଥ ହେଉଛି ତାକୁ ଆମେ ଔଷଧ କିମ୍ବା ଏ ORS ଦ୍ରବଣ ଦେଇପାରିବା। ତ 2 ମାସରୁ କମ୍ ବୟସର ଶିଶୁ ପାଇଁ କେତେ ଲେଖା ଦେବେ? ପ୍ରତ୍ୟେକ ଥର ତରଳ ଝାଡ଼ା ପରେ 5 ଚାମଚ ବା 25 ମିଲିଲିଟର ORS ଆମେ ତାକୁ ଦେବା। ସେମିତି 2 ମାସରୁ 2 ବର୍ଷ ପର୍ଯ୍ୟନ୍ତ ଶିଶୁ ପାଇଁ ପ୍ରତ୍ୟେକ ଥର ତରଳ ଝାଡ଼ା ପରେ କପ୍ରେ 4 ଭାଗରୁ ଭାଗେ ବା 50 ମିଲିଲିଟରରୁ ଅଧା କପ୍ 100 ମିଲିଲିଟର ପର୍ଯ୍ୟନ୍ତ ORS ଆମେ ଦେଇପାରିବା। 2 ମାସରୁ 2 ବର୍ଷ ପର୍ଯ୍ୟନ୍ତ ଛୁଆଙ୍କୁ ପ୍ରତ୍ୟେକ ଥର ଝାଡ଼ା ହେଲା ପରେ ଆମେ ORS ଦ୍ରବଣ ଦେବା ଏବଂ ଏଇ 50 ମିଲିଲିଟରରୁ 100 ମିଲିଲିଟର ପର୍ଯ୍ୟନ୍ତ ଯେତିକି ପିଇପାରିବେ ସେତିକି ଦେବା। ଠିକ୍ ସେହିପରି 2 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ ପାଇଁ ଶିଶୁମାନଙ୍କ ପାଇଁ ପ୍ରତ୍ୟେକ ଥର ତରଳ ଝାଡ଼ା ପରେ ଅଧା କପ୍ ବା 100 ମିଲିଲିଟରରୁ 200 ମିଲିଲିଟର 1 କପ୍ ବା 200 ମିଲିଲିଟର ପର୍ଯ୍ୟନ୍ତ ORS ଦ୍ରବଣ ଦିଆଯିବ। ଛୁଆ ଯେତେ ପିଇପାରିବ 2 ବର୍ଷରୁ 5 ବର୍ଷ 3 ବର୍ଷ ଗ୍ୟାପ୍ ରହିଲାଣି। 2 ବର୍ଷ ଛୁଆ ଯେତିକି ପିଇବ 3 ବର୍ଷ ଛୁଆ ଅଧିକା ପିଇବ ନିଶ୍ଚିନ୍ତ ଭାବରେ। 4 ବର୍ଷ ଛୁଆ ତାଠୁ ଅଧିକା ପିଇବ। ତେଣୁ ସେ ଶିଶୁ ଯେତିକି ପିଇପାରିବ 100 ମିଲିଲିଟର 200 ମିଲିଲିଟର ଭିତରେ ତାକୁ ଆମେ ପ୍ରତ୍ୟେକ ଥର ଝାଡ଼ା ପରେ ଦେବା। ମନେ ରଖନ୍ତୁ ଠିକ୍। ତ ତାପରେ ହେଲା ORS ତରଳ ଝାଡ଼ା ଆରମ୍ଭ ହେବା ପରେ ପ୍ରତ୍ୟେକ ଥର ତରଳ ଝାଡ଼ା ହେବା ପରେ ତରଳ ଝାଡ଼ା ସମ୍ପୂର୍ଣ୍ଣ ଠିକ୍ ହେବା ପର୍ଯ୍ୟନ୍ତ ଦେବା। ତ ତା ସହିତ ଆଉ ଗୋଟିଏ କ'ଣ 14 ଦିନ ପର୍ଯ୍ୟନ୍ତ ଝାଡ଼ା ଭଲ ହେଇଥାଉ କିମ୍ବା ନ ହେଇଥାଉ ଯଦି ବି ଆମେ ORS ଦେଲା ପରେ କିମ୍ବା ତା ଚିକିତ୍ସା କଲା ପରେ ଛୁଆର ଝାଡ଼ା ବି ଭଲ ହେଇଯାଉଛି ତାପରେ ମଧ୍ୟ ଆରମ୍ଭରୁ ପ୍ରଥମରୁ 14 ଦିନ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଏଇ ଜିଙ୍କ୍ ଟ୍ୟାବଲେଟ୍ ଦେବା। ତ ଜିଙ୍କ୍ ଟ୍ୟାବଲେଟ୍ କେମିତି ଦେବା? ତରଳ ଝାଡ଼ାର ଅବଧି ଏବଂ ତୀବ୍ରତା କମ୍ କରେ। ୟାର କାମ କ'ଣ? ଏଇ ଜିଙ୍କ୍ର କାମ ହେଉଛି ଯେ ତରଳ ଝାଡ଼ାର ଅବଧି ଯେଉଁ ବହୁତ ଥର ହୁଏ ତାକୁ କମାଏ ଏବଂ ତୀବ୍ରତାକୁ କମେଇଥାଏ। ଠିକ୍ ସେମିତି 3 ମାସ ପର୍ଯ୍ୟନ୍ତ ତରଳ ଝାଡ଼ାରୁ ସୁରକ୍ଷା ମଧ୍ୟ ପ୍ରଦାନ କରେ ଏଇ ଜିଙ୍କ୍ ଟ୍ୟାବଲେଟ୍। ଆଉ କ'ଣ କରେ? ବହୁତ ଦିନ ଧରି ଶରୀରର ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ିଥାଏ ବା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ଏଇ ଜିଙ୍କ୍ ଟ୍ୟାବଲେଟ୍ ସହାୟକ ହୋଇଥାଏ। ତ କେଉଁ ବୟସର ଶିଶୁଙ୍କୁ ଆମେ କେତେ ଅନୁପାତରେ ଦେବା? 2 ମାସରୁ 6 ମାସ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଆମେ ଫାଳେ ବଟିକା 10 ମିଲିଗ୍ରାମର ବଟିକା, କାହିଁକିନା ଆମର ଯେଉଁ ଟ୍ୟାବଲେଟ୍ ଆସୁଛି ସେଇଟା 20 ମିଲିଗ୍ରାମର ଟ୍ୟାବଲେଟ୍ ଆସୁଛି, ତେଣୁ 10 ମିଲିଗ୍ରାମର ବଟିକା ପାଣିରେ କିମ୍ବା ମା' କ୍ଷୀରରେ ମିଶାଇକିରି ଦେବା ଦିନକୁ ଥରେ 14 ଦିନ ପର୍ଯ୍ୟନ୍ତ। ସେମିତି 6 ମାସରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଗୋଟିଏ ଟ୍ୟାବଲେଟ୍ ବା 20 ମିଲିଗ୍ରାମର ଟ୍ୟାବଲେଟ୍ ଦିନକୁ ଥରେ ସେଇ ପାଣି କିମ୍ବା ମା' କ୍ଷୀରରେ ମିଶାଇକି ଛୁଆଙ୍କୁ ଦେବା 14 ଦିନ ପର୍ଯ୍ୟନ୍ତ ଦେବା। ବୁଝିପାରିଲେ? କାହିଁକିନା ଏଇ ଜିଙ୍କ୍ ଟ୍ୟାବଲେଟ୍ ତରଳ ଝାଡ଼ାର ଅବଧି ଏବଂ ତୀବ୍ରତାକୁ କମାଏ। ଅର୍ଥାତ୍ ବାରମ୍ବାର ଯେଉଁ ଫ୍ରିକ୍ୱେନ୍ସି ବାରମ୍ବାର ଝାଡ଼ାକୁ କମେଇବ ଏବଂ ଯେତେ ଶୀଘ୍ର ହେବ ବା ଯେତେ ଅଧିକ ପରିମାଣରେ ହୁଏ ତାକୁ ସେ କମାଏ ଏବଂ ଛୁଆକୁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ଏବଂ 3 ମାସ ପର୍ଯ୍ୟନ୍ତ ତରଳ ଝାଡ଼ାରୁ ସୁରକ୍ଷା ପ୍ରଦାନ କରେ। ତେଣୁ ସବୁବେଳେ ଶିଶୁମାନଙ୍କୁ ଝାଡ଼ା ହେଲା ପରେ ତା'ର ପ୍ରାଥମିକ ଚିକିତ୍ସା ହେଉଛି ଯେ ଆମେ ORS ଆଉ ଜିଙ୍କ୍ ବଟିକା ଦେବା। ହଁ, ଏଇଠି ଗୋଟିଏ କଥା ହେଲା ଯେ ଯେଉଁ ଆମେ 2 ମାସରୁ 6 ମାସ ପର୍ଯ୍ୟନ୍ତ ପିଲାଙ୍କୁ ଯେଉଁ ଫାଳେ ଟ୍ୟାବଲେଟ୍ ଦେଉଛନ୍ତି ଆଉ ଫାଳେ ଟ୍ୟାବଲେଟ୍ ରହିଯିବ। ତ ସେ ଫାଳେ ଟ୍ୟାବଲେଟ୍କୁ ଆପଣ ଆଉ ବ୍ୟବହାର କରିବେ ନାହିଁ। କାହିଁକିନା ଆମେ ଯେତେବେଳେ ପ୍ୟାକେଟ୍ ଯେଉଁ ଟ୍ୟାବଲେଟ୍ ବାହାର କରିବା ସେଠୁ ଗୋଟେ ଟ୍ୟାବଲେଟ୍ ବାହାର କରିବା, ଫାଳେ ୟୁଜ୍ କରି ସାରିଲା ପରେ ଆଉ ଫାଳେ ରଖିବେ ନାହିଁ। ସେ ଫାଳେ ଟ୍ୟାବଲେଟ୍ଟା ତାକୁ ପକାଇଦେବେ। କାହିଁକିନା ସେ ଫାଳେ ଟ୍ୟାବଲେଟ୍ ତା ପରଦିନ ଆଉ ଭଲ କାମ ଦେବ ନାହିଁ।